पूर्ण ब्रह्म को कुआजाए पुरुषोत्तम। यही क्षेत्रटी होची प्रकृत पुरुषोत्तम क्षेत्र। ये पुरुषोत्तम क्षेत्रर नाम अनुजाई एठी जो नीलाद्री चतुर्धा मूर्ति बसिचंती से मध्य होचंती पुरुषोत्तम। तेणु सर्वक्षेत्र क्षेत्राणां सर्वक्षेत्राणां राजा श्री पुरुषोत्तम। तेणु एकमात्र से पुरुष जगत को धारण करिचंती, जगत को पालन करुचंती, जगत को से भिन्न भिन्न रूप रे गढ़ुचंती। तेणु तांको ना से उत्पत्ति से स्थिति से प्रलय। तेणु से होचंती पुरुषोत्तम पूर्ण ब्रह्म। तांकरी ना होची जगन्नाथ। जगतर नाथ से होचंती जगन्नाथ। जगत कहले नक्षत्र जगत, उद्भिद जगत, प्राणी जगत, जीव जगत, सबु जगतर जे स्रष्टा से होचंती जगन्नाथ। गोटे मूर्ति को आम जगन्नाथ बोली कहूचु। से मूर्ति जगन्नाथंकर रूप। भारतर मानचित्र गोटे छोटिया कागज रे अंकित होईची। सेमती जगतर नाथंकर स्वरूपटी गोटे मूर्ति रूप रे पूजा पाउछन। किंतु से होचंती जगतर नाथ। ये होची तांकर कथा। से जगन्नाथ चतुर्था मूर्ति रूप रे अछंती। यही चतुर्धा मूर्तिर अनेक अर्थ अछि। जगन्नाथ होचंती प्रथम रे से होचंती बलदेव, साक्षात बलदेव। शरीरर बल, मनर बल, धनर बल, जनतार बल, वायु बल, अग्नि बल, समुद्रर बल, मेघर बल, सबुर बल होचंती जगन्नाथ। तेणु जगन्नाथ होचंती बलदेव होचंती जगन्नाथंकर गोटे रूप। सेई रूपटा को आमे बड़ भाई बोली तांको कहूचु, अनंत बोली कहूचु, शिव बोली कहूचु। किंतु प्रकृतर तत्व रे बुझिले बलदेव होचंती जगन्नाथंकर गोटे रूप। से बड़ी सुभद्रा होचंती अन्य एक रूप। से जगन्नाथंकर आउ गोटे रूप। से माँ रूपरे बा नारी रूपरे, से भौणी रूपरे, सधर्मिणी रूपरे, माउसी रूपरे, पीयूषी रूपरे, प्रकृति रूपरे, धरित्री रूपरे, सबु रूपरे जे विद्यमान से होचंती जगन्नाथंकर आउ एक अवतार। से अवतार टे होचंती सुभद्रांक अवतार। सुभद्रा को लक्ष्मी कहा जाई परिबो, सरस्वती, काली, दुर्गा, राधा, पौर्णमासी, जोगमाया, महामाया सबु रूपरे तांको पूजा करी हबो बा चिंतन करी हबो। एवं शेषरे जगन्नाथ निजे जगतर नाथ रूप रे अछंती। अर्थात सूर्य होचंती जगतर नाथ।
ପୂର୍ଣ୍ଣମୀର ଚନ୍ଦ୍ର ହଉଛନ୍ତି ଜଗତର ନାଥ। କଳା ରୂପ କହିଲେ ନିରାକାର ରୂପ, ଯୋଉଠି କୌଣସି ଆକାର ନାହିଁ, ସେ ହଉଛନ୍ତି ଜଗନ୍ନାଥଙ୍କର ରୂପ। ସେଇ କଳା ରୂପ ହିଁ କଳା ମେଘ ରୂପରେ ଅଛନ୍ତି, ସିଏ ମଧ୍ୟ ହଉଛନ୍ତି ଜଗନ୍ନାଥଙ୍କର ଅନ୍ୟ ଏକ ରୂପ। ତେଣୁ ଏଇ ସବୁ କଥା ହଉଛି ଜଗନ୍ନାଥ ଦର୍ଶନ। ଆମେ ଜଗନ୍ନାଥ କହିଲେ ବଳଦେବଙ୍କୁ ଛାଡ଼ିଦେବା କି ସୁଭଦ୍ରାଙ୍କୁ ଛାଡ଼ିଦେବା, ସେ କଥା ନୁହେଁ। ଦିନେ ସମୟ ଥିଲା ଯୋଉଠି ବଳଦେବ ଅଛନ୍ତି ସେଠି ପୂଜା ପାଉଥିଲେ ଶିବ, ସେଠି ଶିବଲିଙ୍ଗ ପୂଜା ପାଉଥିଲେ। କାରଣ ଆଦିବାସୀ ସଂସ୍କୃତିରୁ ଜଗନ୍ନାଥ ଦର୍ଶନ ଆସିଲା, ତେଣୁ ଆଦିବାସୀଙ୍କର ରୂପଟି ହଉଛି ଶିବ, ଶିବଙ୍କ ରୂପ, ସେ ଉପାସକ। ତେଣୁ ଶିବ ସେଠି ପୂଜା ପାଉଥିଲେ। ଯୋଉଠି ସୁଭଦ୍ରା ଅଛନ୍ତି ସେଠି ଦୁର୍ଗା ରୂପ ପୂଜା ହୁଏ, ଦୁର୍ଗାଙ୍କର ରୂପ। ଯେତେବେଳେ ଏଇ ଜଗନ୍ନାଥଙ୍କୁ ସୋନପୁରରେ, ବଲାଙ୍ଗୀର ସୋନପୁରରେ 120 ବର୍ଷ ପାତାଳି କରି ଦିଆଗଲା। ତାପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଯେତେବେଳେ ଆବିର୍ଭାବ ହେଲେ, ଧ୍ୟାନସ୍ଥ ହେଇ ଏ ରୂପଟାକୁ ଦେଖିବାକୁ ଚେଷ୍ଟା କଲେ, ଚିନ୍ତନ କଲେ। ତାଙ୍କ ଭିତରେ ଯୋଉ ରୂପଟା ଆସିଲା, ସେଇ ରୂପଟା ବର୍ତ୍ତମାନ ପୂଜା ପାଉଛନ୍ତି। ଏବଂ ସେଇ ରୂପଟା ଆମର ଲିଙ୍ଗରାଜ କ୍ଷେତ୍ରର କେଦାର ଗୌରୀକୁ କି କୌଣସି ଏକ ପଥରରେ ଖୋଦିତ ହେଇଥିବା ଯୋଉ ମୂର୍ତ୍ତିଟି ଥିଲେ, ସେଇ ମୂର୍ତ୍ତିକୁ ଲକ୍ଷ୍ୟ କରି ଏ ମୂର୍ତ୍ତିଟି ଗଠନ ହେଲେ। ତାପରେ ଏଇ ଜଗନ୍ନାଥଙ୍କ ପାଖରେ ଆଉ ଗୋଟିଏ ରୂପ ଅଛି, ସେଠି ହଉଛି ସୁଦର୍ଶନଙ୍କ ରୂପ। ସୁଦର୍ଶନକୁ ଆପଣମାନେ ଦେଖିଛନ୍ତି ଚକ୍ର ଆକାରରେ ସୁଦର୍ଶନ, ଏଠି କିନ୍ତୁ ଗୋଟେ ଦଣ୍ଡ ରୂପରେ ସେ ଅଛନ୍ତି। ଦଣ୍ଡ ରୂପରେ ସୁଭଦ୍ରା ଅଛନ୍ତି, ତାର କାରଣ ଏ ସୁଦର୍ଶନ ଅଛନ୍ତି ଗୋଟେ ଦଣ୍ଡ ରୂପରେ। ତାର ଅନେକ କାରଣ ଥାଇପାରେ। ଅନ୍ୟାନ୍ୟ ଗବେଷକ ମାନେ ତାକୁ ଭିନ୍ନ ଭିନ୍ନ ନାମରେ ନାମିତ କରିପାରନ୍ତି, କିନ୍ତୁ ତାର ମୂଳ କଥାଟି ହଉଛି ଯେତେବେଳେ ବିଶ୍ୱାବସୁ ନାମକ ଏକ ଶବର ନୀଳମାଧବଙ୍କୁ ପୂଜା କରୁଥିଲେ। ନୀଳମାଧବ କହିଲେ ଗୋଟେ ମୂର୍ତ୍ତି ନୁହନ୍ତି, ସେ ଜୀବନ୍ତ ମୂର୍ତ୍ତି ନୁହନ୍ତି କି ମାଟି ପଥରର ମୂର୍ତ୍ତି ନୁହନ୍ତି। ନୀଳ କହିଲେ ଶୂନ୍ୟ, ସମୁଦ୍ର, ସମୁଦ୍ର ରୂପ ନୀଳ। ଶୂନ୍ୟ ଆକାଶଟାକୁ ଆପଣ ଦେଖନ୍ତୁ, ଆକାଶ ବୋଲି କିଛି ନାହିଁ, ଆକାଶ ରୂପଟା ବି ନୀଳ। ତେଣୁ ସିଏ ଚିନ୍ତନ କରୁଥିଲେ। ମାଧବ କହିଲେ, ମା କହିଲେ ମାଟି, ଧ କହିଲେ ଧର୍ମଦେବ ସୂର୍ଯ୍ୟ କହିଲେ। ସେ ବରେ ବହୁତ କଥା ଅଛି। ପବନ ବରେ ବ୍ରହ୍ମ, ବାୟୁ, ବରୁଣ, ବସୁଧା ସବୁ ବ କହିଲେ ବ୍ରହ୍ମ। ତେଣୁ ସେ ବ୍ରହ୍ମ ବୋଲି ଗୋଟେ ଶବ୍ଦକୁ ଜପ କରୁଥିଲେ ଏବଂ ମା ଆଉ ଧ ଏ ଦୁଇଟିକୁ ସେ ଧ୍ୟାନ କରୁଥିଲେ। ମା କହିଲେ ମାଟି, ମା କହିଲେ ମା, ଧ କହିଲେ ଧର୍ମଦେବ ସୂର୍ଯ୍ୟ। এইଭଳି ଗୋଟେ ରୂପକୁ ସେ ବିଶ୍ୱାବସୁ ପୂଜା କରୁଥିଲେ। ପୂଜା ମାନେ ଏମିତି ଚିନ୍ତନ କରୁଥିଲେ। ସେ ଯାହା ଖାଉଥିଲେ ତାଙ୍କୁ ସମର୍ପଣ କରୁଥିଲେ, ଯାହା
ଯାହା କରୁଥିଲେ ତାକୁ ଚିନ୍ତନ କରି ସେଇ କଥାରେ କରୁଥିଲେ। ବିଦ୍ୟାପତି ନାମକ ଜଣେ ବ୍ରାହ୍ମଣ ସେ ଅରଣ୍ୟ ଜଙ୍ଗଲ ବିନୋଦରେ ଆସିଥିଲେ। ଗୋଟିଏ ଛୋଟ ରାଜ୍ୟ ଥିଲା, ଯୋଉ ରାଜ୍ୟଟି ଇତିହାସରେ ନାହିଁ, ଗୋଟେ କରଦ ରାଜ୍ୟ ଥିଲା ଏଇ ଭାରତ ବର୍ଷରେ, ଯାହାକୁ ଇନ୍ଦ୍ରଦ୍ୟୁମ୍ନ ନାମକ ଜଣେ ରାଜା ତାକୁ ପାଳନ କରୁଥିଲେ। ତାଙ୍କ ରାଣୀ ଥିଲେ ଗୁଣ୍ଡିଚା। ଏ ଗୋଟେ କରଦ ରାଜ୍ୟ ଥିଲା ଓଡ଼ିଶା ଭିତରେ। ତାଙ୍କରି ପାଖରେ ବିଦ୍ୟାପତି ବ୍ରାହ୍ମଣ ଥିଲେ ଜଣେ ମାନେ ସେବକ, ମାନେ ବେଦବିତ୍ ବ୍ରାହ୍ମଣ। ସେ ଆସିଥିଲେ ଜଙ୍ଗଲକୁ ଟିକେ ବୁଲିବା ପାଇଁ। ଜଙ୍ଗଲ ପରିଭ୍ରମଣରେ ଆସିଥିବା ବେଳେ ସନ୍ଧ୍ୟା ହେଇଯାଇଛି। ସେ ଦେଖିଲେ ଯେ ଗୋଟେ ଶବର ଗୋଟେ ଗୁମ୍ଫାରେ ବସିକିରି ଗୋଟେ କାହାକୁ କଣ ଗୋଟେ ପୂଜା ବା ଧ୍ୟାନ କରୁଛି। ଏଇ ଯୋଉ କଥାଟାକୁ ସେ ଲକ୍ଷ୍ୟ କଲେ। ସେ କିଛି ସମୟ ବିଶ୍ୱାବସୁ ଆଉ ସେ ଶୂନ୍ୟ ଗୁମ୍ଫାକୁ ଲକ୍ଷ୍ୟ କଲେ। ରାତି ହେଲା, ହିଂସ୍ରଜନ୍ତୁପୂର୍ଣ୍ଣ ଜଙ୍ଗଲରେ ଆଉ ସେ ବାହାରକୁ ଯିବା ପାଇଁ ଟିକେ ଅନିଚ୍ଛୁକ ହେଲେ। ବିଶ୍ୱାବସୁ ସବର ଜଣେ ଅତିଥି ବତ୍ସଳ ଲୋକ ଥିଲେ। ସେ ଆସିବାର କାରଣ ପଚାରିଲେ, ସବୁ ପଚାରିଲେ ଏବଂ କହିଲେ ତୁମେ ଏଠି ରହିଯାଅ, ତୁମେ ଆଉ ରାତିରେ ଯାଅନି। ତାପରେ ବିଦ୍ୟାପତି ସେ ନୀଳମାଧବଙ୍କ ଗୃହରେ ଗୋଟେ ପତ୍ର କୁଡ଼ିଆ ହଉ କାଠ କୁଡ଼ିଆ ହଉ ଗୋଟେ କୁଡ଼ିଆ ଭିତରେ ସେ ରହିଥିଲେ। ତାଙ୍କର ଜଣେ ଝିଅ ଥିଲେ ଯାହାର ନାଁ ଲଳିତା। ସିଏ ହଉଛନ୍ତି ଲୋଧା ସମ୍ପ୍ରଦାୟର ଆଦିବାସୀ ସଂସ୍କୃତିର ଗୋଟେ ଲୋଧା ସମ୍ପ୍ରଦାୟର ସେ ଝିଅ। ସେ କେମିତି କଣ ତାକୁ ଗୋଟେ ମାନେ ପାଳିତ କନ୍ୟା ଭାବରେ ତାଙ୍କୁ ସେ ପାଳନ କରିଥିଲେ। ବିଶ୍ୱାବସୁ ସେଠି ରହିଲେ। ତାଙ୍କର ଅତିଥି ପରିଚର୍ଯା ଯେମିତି ଫଳମୂଳ ଦେଇଛନ୍ତି ସେ କଲେ। କିନ୍ତୁ ସେ ଇଚ୍ଛା କଲେ ସେଇ ନୀଳମାଧବଙ୍କୁ, ସେଇ ଯୋଉ ବିଶ୍ୱାବସୁ ଶବରଙ୍କର ଯୋଉ ଶୂନ୍ୟ ଗୁମ୍ଫାଟିକି ସେ ଦେଖିଥିଲେ ଏବଂ ବିଶ୍ୱାବସୁ ସେଠି ଧ୍ୟାନସ୍ଥ ହଉଥିଲେ। ସେ ସେଇଠି ସେଇ ସ୍ଥାନରେ ଟିକେ ସେ ବି ନିଜେ ରହିବେ, ଟିକେ ପୂଜା କରିବେ, ଧ୍ୟାନ କରିବେ, ଏମିତି ଗୋଟେ ଆଗ୍ରହ ତାଙ୍କର ବଢିଲା। ସେ 2-3 ଦିନ ରହିବା ପାଇଁ ଅନୁମତି ମାଗିଲେ। ବିଦ୍ୟାପତି ବିଶ୍ୱାବସୁ ଲଳିତାଙ୍କୁ ପଚାରିଲେ। ଲଳିତା ବି କହିଲେ ହଁ ରହନ୍ତୁ। ଲଳିତା ତାଙ୍କୁ ସେବା ପୂଜା ଇତ୍ୟାଦି ତାଙ୍କର ଆତିଥ୍ୟ ସତ୍କାର ଠିକ ଭାବରେ କରୁଥାନ୍ତି ଏବଂ ସିଏ ନୀଳମାଧବଙ୍କୁ ପୂଜା କରୁଥାନ୍ତି। ଏଇ ଯୋଉ ସମ୍ପର୍କଟା ସୃଷ୍ଟି ହେଲା, ଏହା ଭିତରେ ବିଦ୍ୟାପତି ଆଉ ଲଳିତାଙ୍କ ଭିତରେ ଗୋଟେ ସମ୍ପର୍କ ଗଢି ଉଠିଲା। ସେ ସମ୍ପର୍କଟି ଗଢି ଉଠିବା ପରେ ଏହାକୁ ଲକ୍ଷ୍ୟ କଲେ ବିଶ୍ୱାବସୁ ଶବର ଯେ ବର୍ତ୍ତମାନ ମୋ ଝିଅ ଗୋଟେ ବ୍ରାହ୍ମଣ, ବିଦ୍ୟାପତି ବ୍ରାହ୍ମଣ ସହିତ ତାର ସମ୍ପର୍କ ଗଢି। ସେଟାକୁ ସେ ଆଉ କିଛି ନ କହିକିରି ସେ ନୀରବରେ ରହିଲେ। ଦିନେ ବିଦ୍ୟାପତି ଲଳିତାଙ୍କୁ କହିଲେ ଯେ ମୁଁ ଏତେ ଦିନ ହେଲାଣି, କେତେ ଦିନ ହଉ ପୁରାଣ ନେଇକି ହଜାର ବର୍ଷ, ତେଣୁ 5-7 ଦିନ କି 10 ଦିନ କି 15 ଦିନ ପରେ ସେ କହିଲେ ଯେ ମୁଁ ଟିକେ ରାଜଦରବାରକୁ ଯିବି, ସେଠି ରାଜାଙ୍କୁ ମୋର ଇଏ କହି ମୁଁ ପୁଣି ଆସିବି ଏବଂ ତମକୁ ମୋ ନେଇଯିବି। ବିଶ୍ୱାବସୁ ଶବର ଏ କଥା ପରୋକ୍ଷରେ ଶୁଣିକିରି ସେ ଗୋଟିଏ କଥା କହିଲା, ଦେଖ ବିଶ୍ୱାବସୁ, ତମେ ଶବର, ତମେ ହଉଛ ବ୍ରାହ୍ମଣ, ଆର୍ଯ୍ୟ ବ୍ରାହ୍ମଣ, ମୁଁ ହଉଛି ଶବର। ମୋର
ବଂଶଧର ହଉଛନ୍ତି ଜାରାଶବର। କୃଷ୍ଣ ଯାହାଙ୍କର ଶରାଘାତରେ ଇଏ ଧ୍ୟାନ ପରିତ୍ୟାଗ କରିଥିଲେ, ମୁଁ ସେଇ ବଂଶର। ତୁମେ ଯଦି ମୋ ଝିଅକୁ ଉପେକ୍ଷା କର ତାହେଲେ ମୁଁ ତମକୁ କେବେ ହେଲେ ଜୀବନରେ ରଖିଦେବିନି। ବିଦ୍ୟାପତି କହିଲେ ମୁଁ ତ ଆସିବି, ତମେ ରଖି ନ ରଖିବାର ପ୍ରଶ୍ନ। ଏଇ କଥାଟା ସେ ରାଜା ଇନ୍ଦ୍ରଦ୍ୟୁମ୍ନ ଆଉ ଗୁଣ୍ଡିଚା ରାଣୀଙ୍କି ଜଣେଇଲେ ଯେ ଏମିତି ଗୋଟିଏ ଜଙ୍ଗଲ ଭିତରେ ଗୋଟିଏ ପର୍ବତ, ବେଶୀ ନାହିଁ, ଗୋଟିଏ ପର୍ବତ, ଯୋଉ ପର୍ବତର ନାଁ ହଉଛି ନୀଳସୁନ୍ଦର ପର୍ବତ, ନୀଳକନ୍ଦର, ଆଉ ସମୁଦ୍ର କୂଳରେ ସେ ପର୍ବତଟି ଅଛି। ସେଠି ବିଶ୍ୱାବସୁ ନାମକ ଜଣେ ଶବର ସେଠି ନୀଳମାଧବଙ୍କୁ ପୂଜା କରୁଛି। ମାନେ ଶୂନ୍ୟ ମୂର୍ତ୍ତି ନୁହଁ, ସେ ଶୂନ୍ୟତାକୁ ପୂଜା କରୁଛି। ଆଉ ସେଇଠି ତାର ପତର କୁଡ଼ିଆରେ ସେ ରହେ ଏବଂ ତାର ଗୋଟେ ଝିଅ ଅଛି ଯାହାଙ୍କ ସହିତ ମୋର ସମ୍ପର୍କ ମଧ୍ୟ ବଢ଼ିଛି। ଆଉ ଏମିତି ସବୁ ତାର ବର୍ଣ୍ଣନା କଲା। ଆପଣ ଯଦି ଚାହିଁବେ ଯିବେ। ତେଣୁ ଗୁଣ୍ଡିଚା ଆଉ ନୀଳମାଧବ ଆଗ୍ରହ ପ୍ରକାଶ କଲେ ଆମେ ବି ଯିବୁ। ତେଣୁ ଗୁଣ୍ଡିଚା ଆଉ ଇନ୍ଦ୍ରଦ୍ୟୁମ୍ନ ସେସବୁ ଆସିଲେ ଏବଂ ନୀଳସୁନ୍ଦର ପର୍ବତରେ ଦେଖିଲେ ବିଶ୍ୱାବସୁ ତାର ବସି ଧ୍ୟାନ ମଗ୍ନରେ ବସିଛି। ଶୂନ୍ୟ ଗୁମ୍ଫା ସେଇଟାକୁ କହିଲେ ଯେ ପ୍ରକୃତ। ହଁ, ସେଇଠି ଯେତେବେଳେ ସେ ପୂଜା କରୁଥିଲେ ବିଶ୍ୱାବସୁ, ଗୋଟେ ନିମ୍ବ ଗଛର ଡାଳ ସେଠି ସେ ପୋତି ଦେଇଥିଲେ। ତାର କାରଣ ହଉଛି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଯଦି ଯାହାକୁ ବାଛନ୍ଦ କରିବାକୁ ଚାହିଁବେ, ସେ ନୀଳ ମାନେ ଏବେ ବି ସେ ପ୍ରଥା ଅନେକ ଜାଗାରେ ଅଛି, ନିମ୍ବ ଡାଳଟେ ପୋତି ଦିଅନ୍ତି। ନିମ୍ବ ଡାଳ ଟିକେ ପୋତି ଦେଲେ ମାନେ ଶତ୍ରୁ ହଉ ମିତ୍ର ହଉ ବନ୍ଧୁବାନ୍ଧବ ଆସିବେ, ଦେଖିବେ ନିମ୍ବ ଗଛ ଡାଳ ପଟାଇ ସେ ଫେରିକି ପଳେଇବେ। ଆଉ ସେଇ କଥାଟାକୁ ବିଶ୍ୱାବସୁ ପାରିଲେ ଏଠିକି ଆଉ କେହି ଆସିବେନି, କି ଆକୁ ଏ ଗୁମ୍ଫାଟାକୁ କେହି ଆଉ ଅକ୍ତିଆର କରିବେନି। ଏଇଟା ତ ଆର୍ଯ୍ୟ ସମାଜର କଥା ନୁହେଁ, ଏଇଟା ହଉଛି ଆଦିବାସୀ ସମ୍ପ୍ରଦାୟର କଥା। ବିଦ୍ୟାପତି ଯେତେବେଳେ ଆସିଛନ୍ତି ଇନ୍ଦ୍ରଦ୍ୟୁମ୍ନଙ୍କ ପାଖକୁ, ସେତେବେଳେ ସମୁଦ୍ର ଲହଡିଟା ମାରୁଥିଲା ସେଇ ପାହାଡ ପାଖକୁ, ପର୍ବତ ପାଖକୁ। ସେ ପର୍ବତରେ ଲହଡି ମାଳରେ ସେ ଯୋଉ କାଠ, ନିମ୍ବ କାଠଟା ସେ ଭାସିକି ଚାଲି ଯାଇଛି। କିନ୍ତୁ ବିଦ୍ୟାପତିଙ୍କ ଠାରୁ ଶୁଣିଛନ୍ତି ଗୁଣ୍ଡିଚା ଏଇଆ ଗୋଟେ କାଠ ସେ ପୂଜା କରୁଛି। ସେ ଆଜି ପଚାରିଲେ ସେ କାଠଟାକୁ କୋଉଠି ରଖିଛୁ, ଆମକୁ ଦେଖା। ଆମେ ଶୁଣିଛୁ ତୁ ଗୋଟେ ନିମ୍ବ କାଠ। ସିଏ ମନା କଲା ଯେ ଏମିତି ସମୁଦ୍ରରେ ଭାସି ଯାଇଛନ୍ତି ନା, ତୁ ଯଦି ନ କହିବୁ ତୋର ମାନେ ଶିରଚ୍ଛେଦନ ହବ କି କଣ ଗୋଟେ କହିଲେ। ସେଥିରେ ମାଧବ ଖାଲି ଗୋଟିଏ କଥା କହିଥିଲା ଯେ ଯାହାଙ୍କୁ ମୁଁ ପୂଜା କରୁଛି, ଯୋଉ ଶୂନ୍ୟ ଦେବତା, ଯାହାଙ୍କର ଶୂନ୍ୟ ଦେହ ଏ ଜଗତକୁ ବ୍ୟାପିକିରି ଅଛନ୍ତି, ମୋର କଣ ଗୋଟେ ଏମିତି ଗୋଟେ ଛୋଟ ହାତ ଅଛି, ଏତେ ବଡ ହାତ, ମୁଁ ତାଙ୍କୁ ଲୁଚେଇକି ରଖିପାରିବି? ମୁଁ ନିମ୍ବ କାଠ ଟିକେ ପୂଜା କରିଥିଲି, କାଳେ ଅନ୍ୟାନ୍ୟ ଆଦିବାସୀ ସଂସ୍କୃତିର ଲୋକମାନେ ତାକୁ ଅକ୍ତିଆର କରିବେ। ସିଏ କିନ୍ତୁ ବିଦ୍ୟାପତି ପର୍ବତଟିକୁ ଗୋଟେ ସୁନ୍ଦର ମନ୍ଦିର କରନ୍ତୁ, ଯୋଉ ନିମ୍ବ ଗଛରୁ ମୁଁ କାଠ ଆଣି ଏଠି ପୂଜା କରିଥିଲି, ତୁମେ ସେଇ ନିମ୍ବ କାଠରେ ଗୋଟିଏ ସୁନ୍ଦର ମୂର୍ତ୍ତି କର, ଯୋଉ ମୂର୍ତ୍ତି ସବୁଦିନ ପାଇଁ ପୂଜା ପାଇବେ। ତାପରେ ପଚାରିଲେ ସେ ମୂର୍ତ୍ତି କିଏ ଗଢିବେ? ଗଢିବା ପାଇଁ ଲୋକ ଦରକାର ହେବେ। ତେଣୁ ସେ ଲୋକଟି ହଉଛି ଗୋଟେ ଅନନ୍ତ ବିଶ୍ୱକର୍ମା ବୋଲି ଗୋଟିଏ ଭଲ ଶିଳ୍ପୀ ଅଛନ୍ତି।
ସିଏ ହିଁ ଜଗନ୍ନାଥଙ୍କର ମୂର୍ତ୍ତି କରିବେ। ସେ ମୂର୍ତ୍ତିଟା କେମିତି ହବ ସେଇଟା ସିଏ ହିଁ କହିଲେ ଠିକ୍। ଯେମିତି କୃଷ୍ଣଙ୍କ ଭଳି ହେବେନି, ରାମଙ୍କ ଭଳି ହେବେନି, ପୂର୍ବରୁ ଯୋଉ ଦେବୀ ଦେବତା ମାନେ ଥିଲେ ସେଇମାନଙ୍କ ରୂପରେ ସେ ହେବେନି, ସେ ଗୋଟିଏ ସ୍ୱତନ୍ତ୍ର ରୂପରେ ତିଆରି କରିବେ। ସେଇ ରୂପଟିକୁ ଅନନ୍ତ ବିଶ୍ୱକର୍ମା ନାମକ ଜଣେ ବିଶ୍ୱକର୍ମା ପୂଜା କରିଥିଲେ ଏବଂ ସେଇ ମୂର୍ତ୍ତିଟିକୁ ପ୍ରତିଷ୍ଠା କରିବା ପାଇଁ ଇନ୍ଦ୍ରଦ୍ୟୁମ୍ନ ଯୋଉ ପୁଷ୍କରିଣୀ ସେଠି ଯାଗ ଯଜ୍ଞ ଗୋଦାନ ଇତ୍ୟାଦି କରି ସେଠି କରିଥିଲେ। ଗୁଣ୍ଡିଚା ସେଇ ମୂର୍ତ୍ତିଙ୍କୁ ପୁତ୍ର ଭାବରେ ତାଙ୍କୁ ମଧ୍ୟ ଯେମିତି ଯଶୋଦା ଗୋପାଳଙ୍କ ଭଳି ସିଏ ସେମିତି ପୂଜା କଲେ। ତେଣୁ ପ୍ରଭୁ ପ୍ରତ୍ୟେକ ବର୍ଷ ମାତୃହସ୍ତେଷୁ ଭୋଜନ ମାତୃହସ୍ତେଷୁ ମା ହାତରୁ ପ୍ରସାଦ ପାଇବା ପାଇଁ ଯାଆନ୍ତି। ଏଇ ହଉଛି ମୋଟାମୋଟି କଥା। ତାକୁ ଯେତେବେଳେ ଅନ୍ୟାନ୍ୟ ଶାସ୍ତ୍ରକାର ମାନେ ଲେଖିଲେ ତାକୁ ଏମିତି ବଢେଇ କୁଢେଇକି ଲେଖିଛନ୍ତି। ସିଏ ବ୍ରହ୍ମା ଆସିଲେ, ସିଏ ପ୍ରତିଷ୍ଠା କଲେ, ସେସବୁ କଥାକୁ ଆମେ ସମ୍ମାନ ଦଉଛୁ। କିନ୍ତୁ ସେ କଥାକୁ ଏତେ ନାଇଁ। ଏଇ ଯୋଉ କଥାଟା ବଳିଆ କହିଲା ଏଇଟା ମୋ ଭିତରେ ଯୋଉ ପ୍ରେରଣା ଥିଲା ସେଇଟା ମୁଁ କହିଲି ଏବଂ ସେଇଟାକୁ ମଧ୍ୟ ପତ୍ରିକାରେ ଏବେ ବାହାରିବ, ଆପଣମାନେ ତାକୁ ପଢିବେ। କିନ୍ତୁ ପ୍ରକୃତରେ ଲଳିତା ଆଉ ବିଦ୍ୟାପତିଙ୍କର ଠାରୁ ଜନ୍ମ ହେଇଛନ୍ତି ଯୋଉମାନେ, ସେମାନେ ଦଇତାପତି ବଂଶ। ଏ ଦଇତାପତି ମାନେ ତାଙ୍କରି ବଂଶଧର। ଏବଂ ଯେଉଁ ନିମ୍ବ କାଠକୁ ସେ ପୂଜା କରୁଥିଲେ ସେଇ ନିମ୍ବ ଗଛରୁ ତିଆରି ହେଲେ ଏ ଜଗନ୍ନାଥ, ଯୋଉଥିରେ ସୂର୍ଯ୍ୟ ରହିଲେ, ଚନ୍ଦ୍ର ରହିଲେ ଏବଂ କଳା ମେଘ ରହିଲା। ଏସବୁ ନେଇ ଗୋଟେ ସୁନ୍ଦର ମୂର୍ତ୍ତି ତିଆରି ହେଲା। ପରବର୍ତ୍ତୀ ସମୟରେ ବଳଦେବ ଏବଂ ସୁଭଦ୍ରା ସ୍ଥାପନ। ଏଇ ହଉଛି କଥା। ହଉ, ନୀଳମାଧବଂ ନୀଳସୁନ୍ଦରଂ ଜଗନ୍ନାଥ ସ୍ୱାମୀ ନିତ୍ୟ
पिता